ଆଚ୍ଛା ଆଜି ଆପଣମାନଙ୍କ ପାଖରେ ଗୋଟେ ସୁନ୍ଦର କଥାଟିଏ କହିବି। ଆପଣମାନଙ୍କର ହୃଦୟକୁ ଛୁଇଁବ। ଆପଣମାନଙ୍କର ଏ ସୁନ୍ଦର କଥାଟି ଆପଣମାନଙ୍କୁ ଛୁଇଁବ। ଆପଣମାନଙ୍କ ପାଖରେ ବହୁତ ଶକ୍ତି ଅଛି, ବହୁତ ତାକତ ଅଛନ୍ତି। ଆପଣମାନେ ହିଁ ଭାବୁଛନ୍ତି ଏକା। ଆପଣମାନେ ଭାବୁଛନ୍ତି ଏକା। ହଁ ଆଜ୍ଞା, ଆପଣମାନେ ଭାବୁଛନ୍ତି କାହିଁକି ଏକା ବୋଲି? ଆପଣଙ୍କ ସାଥିରେ ଭଗବାନ ଅଛନ୍ତି। ଆପଣ ହେଉଛନ୍ତି ଭଗବାନଙ୍କର ସନ୍ତାନ। ଆପଣମାନେ ଆପଣମାନଙ୍କର ଲକ୍ଷ୍ମୀ ହେଉଛନ୍ତି ମା, ଆଉ ନାରାୟଣ ହେଉଛନ୍ତି ବାପା। ଆପଣ କାହିଁ ଚିନ୍ତା କରୁଛନ୍ତି ଏକା ବୋଲି ଭୟ କରୁଛନ୍ତି? କାହିଁକି ଭୟ କରୁଛନ୍ତି? କାହାକୁ ଭୟ କରୁଛନ୍ତି? କାହିଁକି ଭୟ କରିବେ? କାହିଁକି ଡରିବେ? କଥାରେ କହନ୍ତି, ଡର କାହାକୁ, ଭୟ କାହାକୁ, ଠାକୁର ଅଛନ୍ତି ଚଉବାହାକୁ। କଥାରେ ଗୀତରେ ଭାବିଛନ୍ତି, କେବେ ଆପଣମାନେ ଅନୁଭବ କରିଛନ୍ତି? ଅନୁଭବ କରିନାହାନ୍ତି। କିନ୍ତୁ ଥରେ ଦେଖ, ଅନୁଭବ କରି ଚିନ୍ତା କର। ଯେଉଁମାନେ ଅନୁଭବ କରିଛନ୍ତି ନା, ସେମାନେ ଠାକୁର ସେମାନଙ୍କୁ ମଙ୍ଗଳରେ ରଖିଛନ୍ତି। ମଙ୍ଗଳ ସେମାନଙ୍କର ହେଇଛି, ସେମାନଙ୍କର ମଙ୍ଗଳ କାମନା ହେଇଛି। କାହିଁକିନା ସେମାନେ ଠାକୁରକୁ ଅନୁଭବ କରନ୍ତି। ସେମାନେ ଠାକୁରଙ୍କୁ ଅନୁଭବ କରିଛନ୍ତି। ସେମାନେ ଠାକୁରଙ୍କୁ କେମିତି ଡାକୁଛନ୍ତି, ତାଙ୍କୁ ଠାକୁର ମଙ୍ଗଳ କାମ କରିଛନ୍ତି। ସେମିତି ଏବେ ୟାର ଅର୍ଥ ହେଲା, ଗୋଟିଏ ଗାଁରେ ଦୁଇ ଜଣ ସାଙ୍ଗ ଥିଲେ। ଗୋଟିଏ ଗାଁରେ ଦୁଇ ଜଣ ସାଙ୍ଗ ଥିଲେ, ବହୁତ ଭଲ ସାଙ୍ଗ, ବହୁତ ଭଲ ସାଙ୍ଗ। ଯୁଆଡ଼େ ଯାଆନ୍ତି ସାଙ୍ଗ ହେଇକି ଯାଆନ୍ତି, ଯୁଆଡ଼େ ଯାହା ଖାଇଲେ ମଧ୍ୟ ସାଙ୍ଗ ହେଇକି ଖାଆନ୍ତି। ସାଙ୍ଗ ହେଲେ ଭଲ, କିଛି ଖରାପ ନାହିଁ। କିନ୍ତୁ କିଛି ନା କିଛି ଗୋଟେ ପାପ ବୁଦ୍ଧି ଛାଡ଼ନ୍ତୁ। ସାଙ୍ଗ ହେଲା ସମୟରେ ପାପ ବୁଦ୍ଧି, ଖରାପ ବୁଦ୍ଧି ମାନେ ସେଠି କଲେ ଭଲ ନୁହଁ। ଝିଅମାନଙ୍କ ସାଙ୍ଗରେ ଝିଅମାନେ ସାଙ୍ଗ ହେବେ, ବୁଢ଼ାମାନଙ୍କ ସାଙ୍ଗରେ ବୁଢ଼ାମାନେ ସାଙ୍ଗ ହେବେ, ପୁଅମାନଙ୍କ ସାଙ୍ଗରେ ପୁଅମାନେ ସାଙ୍ଗ ହେବେ। ସାଙ୍ଗ ହେଲେ କିଛି ଖରାପ ନାହିଁ, କିନ୍ତୁ ଖରାପ ନୀତି ଟିକେ ଛାଡ଼ିଲେ ହିଁ ଭଲ। ଖରାପ ନୀତି ହିଁ ଛାଡ଼ିଲେ ହବ। ଯେଉଁ ଗୋଟିଏ ଗାଁର ଯେଉଁ ଦୁଇ ଜଣ ଯୁବକ, ସେ ବହୁତ ସାଙ୍ଗ ଥିଲେ। ଜଣେ ହେଉଛି ପାପ ବୁଦ୍ଧି, ଜଣେ ହେଉଛି ଧର୍ମ ବୁଦ୍ଧି। ଏ ଦୁଇ ଜଣ ଯାକ ଭିତରେ ଜଣେ ପାପ ବୁଦ୍ଧି, ଜଣେ ଧର୍ମ ବୁଦ୍ଧି। ଦେଖ, ଧର୍ମ ବୁଦ୍ଧି କେମିତି କାମ କରେ? ମନ୍ଦିରକୁ ଯାଏ, କିଛି ଗରିବ ଲୋକଙ୍କୁ ଅଭ୍ୟାଭାତ ଦିଏ, ଦାନ ଧର୍ମ ଦିଏ, ବାପା ମାଆଙ୍କୁ ସେବା କରେ, ବାପା ମାଆଙ୍କୁ ମୁଣ୍ଡିଆ ମାରେ। ଧର୍ମ ବୁଦ୍ଧିର ଏତକ ମାନେ କାମ। ପାପ ବୁଦ୍ଧିର ତାର ଓଲଟାଟା। ପାପ ବୁଦ୍ଧିର ତାର ହିଁ ଓଲଟାଟା। ବାପା ମାଆଙ୍କୁ ଖାଇବାକୁ ଦିଏନି। ଯାହାଠୁ କେତେ ଦିନ ଟାଉଟରି କରିବ? ଦିନେ କରିବ, 2 ଦିନ କରିବ, 10 ଦିନ କରିବ। ତାପରେ ଲୋକ ଜାଣିଯିବେ। ମୁଁ ଯଦି ତୁମଠୁ ପଇସାଟେ ଆଣିଲି, ନଦେଲି, ତୁମେ ଆଉ ଦେବ କି? ସେଇଭଳିଆ ସିଏ ବହୁତ ମାନେ ଲୋକଙ୍କଠୁ ପଇସା ପକାଇ କାହାକୁ ଟଙ୍କାଟି ହେଲେ ମଧ୍ୟ ଦିଏନି। ତା ପାଖକୁ ଯେତେ ଲୋକ ଗଲେ ମଧ୍ୟ ଦିଏନି, କାହାକୁ ଦେବନି। ଏଇଭଳିଆ କରିବ। ବାପା ମା' ଶୁଣ, ଗୋଟିଏ ଅର୍ଥ ଶୁଣନ୍ତୁ। ଗୋଟିଏ କୂଅର ପାଣି 5ଟା କୂଅକୁ ବାଣ୍ଟେ। ଗୋଟିଏ କୂଅର ପାଣି 5ଟା କୂଅକୁ ବାଣ୍ଟେ। ସେମିତିଆ ଗୋଟିଏ ବୋପାର 5ଟା ପୁଅ। ଯଦି ସିଏ ସେତେବେଳେ 5 ଜଣକୁ ପୋଷି ପାରୁଥିଲା, ଏବେ କ'ଣ ହେଉଛି ନା ଭାଗ କରାହେଉଛି, 5 ଭାଗ ହେଉଛି। କାହିଁକି? ଆରେ ସିଏ ତ ପୁଣି ଏକା ଯେତେବେଳେ ଛୋଟ ତୁମେ ଥିଲ, ତୁମକୁ ଖୁଆଇ ପିଆଇ ମଣିଷ କରିକି ସବୁ କଥା କଲା। ଏବେ ଭାଗ ହୋଇଗଲା, ବାପା ମା' ଭାଗ ହୋଇଗଲେ। ସେଇଭଳିଆ ପାପ ବୁଦ୍ଧି ବାପା ମାଆଙ୍କୁ ଦେଖେନି। ଧର୍ମ ବୁଦ୍ଧି ବାପା ମାଆଙ୍କର ସେବା କରିବ, ଧର୍ମ କାମ କରିବ, ମନ୍ଦିର ଯିବ, ପୂଜା କରିବ, ଗରିବ ଲୋକଙ୍କୁ ଖାଇବା ପିଇବା ସବୁ ସୁବିଧା କରି ଦାନ ଧର୍ମ ସବୁ କରେଇ ଅଭ୍ୟାଭାତ ଦେଇ। ଧର୍ମ ବୁଦ୍ଧିର ଏଭଳିଆ କର୍ମ। ଆଉ ପାପ ବୁଦ୍ଧି ଯାହାଠୁ ନେବ କାହାକୁ ଦେବନି। ଏମିତି କିଛି ଦିନ ତାଙ୍କର ଯୁବକ ସମୟ ଆସିଗଲା। ଯୁବ ଅବସ୍ଥା ଯେତେବେଳେ ଆସିଗଲା, ଏ ପାପ ବୁଦ୍ଧି ଧର୍ମ ବୁଦ୍ଧି କହିଲା ଭାଇ ଆଉ ଏଠି ରହିବାନି, କିଛି ବାହାରକୁ ଆମେ ଯିବା, ବେପାର ବାଣିଜ୍ୟ କରିବା। କାହିଁକି ନା ଏ ପାପ ବୁଦ୍ଧିକି ଗାଁରେ ଆଉ ଗୋଟିଏ ଟଙ୍କା ହେଲେ ମଧ୍ୟ ଦେବେନି। କାହିଁକିନା ଯାହାଠୁ ଆଣିଲେ କାହାକୁ ଦିଏନି, ଯିଏ ମାଗିବାକୁ ଗଲେ କାହାକୁ ଟଙ୍କାଟି ହେଲେ ଦିଏନି। ସେଭଳି ଧର୍ମ ବୁଦ୍ଧିକି କହିଲା ଯିବା ବାହାରକୁ କିଛି ବେପାର କରିବା ପାଇଁ। ଧର୍ମ ବୁଦ୍ଧି ହଁ କଲା, ସାମାନ ପତ୍ର ରେଡ଼ି କରିକି ବାହାରିଲେ ଯିବା ପାଇଁକା ପରଦେଶ। ସେଇଠୁ ସାମାନ ପତ୍ର ବାହାର କରି ରେଡ଼ି କରିକି ଯେତେବେଳେ ବାହାରିଲେ, ବେପାର ବାଣିଜ୍ୟ କରିବାକୁ ଯିବେ ବାହାର ଦେଶକୁ, ବହୁତ ଦୂରକୁ ଯିବେ। ସେଇଠୁ 2 ଜଣ ଯାକ ବାହାରିଲେ, ବାହାରିକି ଗଲେ।
ଯାଇକି ଗୋଟିଏ ରାଜ୍ୟରେ ଯାଇକି ପହଞ୍ଚିଲେ। ଗୋଟିଏ ରାଜ୍ୟରେ ପହଞ୍ଚିକି କିଛି ଗୋଟାଏ ଘର ଭଡ଼ା ଠିକ୍ କଲେ। ସେ ରାଜ୍ୟରେ ଯେଉଁ ଘର ଭଡ଼ା ଠିକ୍ କଲେ ସେଠି ରହି କି ବେପାର ପତ୍ର କରିବେ ବୋଲି ଘରଟିଏ ଠିକ୍ କରିକି ରହିଲେ। କିନ୍ତୁ ପାପ ବୁଦ୍ଧି ପାହାକୁ ଗୋଟିଏ ଲୋକ ଆସନ୍ତିନି, ଧର୍ମ ବୁଦ୍ଧି ପାହାକୁ ବହୁତ ଲୋକ ଆସନ୍ତି। ତାଙ୍କ କଥାବାର୍ତ୍ତା ଚାଲି ଚଳନ ସବୁଟା ହିଁ ଭଲ ଧର୍ମ ବୁଦ୍ଧିର। ଏମିତି ବହୁତ ଧୀରେ 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 ଲୋକ ତାଙ୍କ ମାନେ କଥାବାର୍ତ୍ତା ଶୁଣି ଧର୍ମ ବୁଦ୍ଧିର ପାଖକୁ ବହୁତ ଲୋକ ଆସିଲେ। ବେପାର ବାଣିଜ୍ୟ ବହୁତ ହେଲା, ପଇସା ପତ୍ର ବହୁତ ଇନକମ୍ କଲେ, ସୁନା ରୂପା ହୀରା ନୀଳା ମୋତି ସବୁ ଇନକମ୍ କଲେ। ଏମିତି ଯେତେବେଳେ ଟଙ୍କା ପଇସା ବହୁତ ହେଇଗଲା, ଏ ପାପ ବୁଦ୍ଧି ଧର୍ମ ବୁଦ୍ଧିକି କହିଲା, ଭାଇ ଏଥର ଆମେ ଗାଁକୁ ଯିବା। ଏଇଠୁ ଧର୍ମ ବୁଦ୍ଧି କହିଲା ହଉ ଯିବା। ସେଇଠୁ ଜିନିଷପତ୍ର ଯୋଗଡ଼ା ଯୋଗଡ଼ି କରି ବନ୍ଧାସୁଧା କରି ଗାଁକୁ ଆସିଲେ। ଏଣେ ପାପ ବୁଦ୍ଧିର ମୁଣ୍ଡରେ ପାପ ଚିନ୍ତା ଗୋଟାଏ ପଶିଲା। କ'ଣ ଚିନ୍ତା ପଶିଲା ନା, ଏ ଜିନିଷପତ୍ର ଏତେ ତ ନେଇକି ଗଲେ, ଇଏ ତ ଅଧା କରିଦେଲେ, ତା ଅଧା କଷି ନେଇଯିବ, ମୋତେ ଅଧା ଦେବ ନାହିଁ। କେମିତି ମୁଁ ସବୁଯାକ ନେବି? ପାପ ବୁଦ୍ଧି କହୁଛି ମୁଁ ସବୁଯାକ ସୁନା ହୀରା ନୀଳା ମୋତି ପଇସା ପତ୍ର ଯାହା, କିନ୍ତୁ ୟାଠୁ ସବୁ ନେବି। ୟାକୁ ଇଏ କିଛି ଅଳ୍ପ ନେଲେ ନେବ, ନହେଲେ ନାହିଁ, ମୁଁ ୟାଠୁ ସବୁ ନେବି। ଏଇଭଳିଆ ଚିନ୍ତା କରୁଛି। କିଛି ବାଟ ଚାଲି ଚାଲି ଯିବା ପରେ ଧର୍ମ ବୁଦ୍ଧିକି କହିଲା, ପାପ ବୁଦ୍ଧି ଭାଇ ଏତେ ଗୁଡ଼ିଏ ଟଙ୍କା ପଇସା ସୁନା ରୂପା ଆମେ ରୋଜଗାର କରିକି ଆଣିଛେ, ବେପାର ବାଣିଜ୍ୟ କରିକି ଆଣିଛେ, ତେଣୁ ଆକୁ ଗାଁକୁ ନେଇକି ଯିବାନି। ଗାଁର ଲୋକ ଜାଣିଲେ ମଗାଯୋଜା କରିବେ, ଯାହାକୁ ନ ଦେବ ସିଏ ଏଡ଼େ ବଡ଼ ମୁହଁ କରିବ। ତେଣୁ ଆମ ଗାଁ ବରଗଛ ମୂଳରେ କିନିକା, ଗାଁ ମୁଣ୍ଡରେ ଯେଉଁ ବରଗଛ ଅଛି ତାରି ମୂଳରେ ହିଁ ପୋତିଦେବା। ପୋତି ଦେଇକି ଆଉ ଅଳ୍ପ କିଛି କିଛି ନେଇକି ଯିବା। ଆଉ କ'ଣ କଲେ, ଦୁଇ ଜଣ ଯାକ ଆସିକି ବରଗଛ ମୂଳରେ ପହଞ୍ଚିଗଲେ। ଯେତେବେଳେ ପହଞ୍ଚିଗଲେ ସେଠି ରାତି ହେଇଗଲା। ଗାତ ଖୋଳି 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 ମଣିଷେ ଗାତ କରିଦେଲେ। ମଣିଷେ ଗାତ ଯେତେବେଳେ ହେଇଗଲା, ଦେଖିଲେ ମଣିଷେ ଗାତ ହେଇଗଲା। ସେଥିରେ ହୀରା ନୀଳା ସୁନା ରୂପା ପଇସା ସବୁ କ'ଣ କଲେ, ବାନ୍ଧି ବୁନ୍ଧିକି ସେଇ ଭିତରେ ଭରି କରିକି ମାଟି ଘୋରେଇ ଦେଲେ। ଘୋରେଇ ଦେଇକି ଆଉ ଅଳ୍ପ କିଛି ପାପ ବୁଦ୍ଧି ନେଲା ଜିନିଷପତ୍ର ପଇସା ପତ୍ର, ଇଆଡ଼େ ଧର୍ମ ବୁଦ୍ଧି ମଧ୍ୟ ଅଳ୍ପ କିଛି ନେଲା। ନେଇକି ଯାହା ଘରକୁ, ଧର୍ମ ବୁଦ୍ଧି ତାଙ୍କ ଘରକୁ ଗଲା, ପାପ ବୁଦ୍ଧି ତାଙ୍କ ଘରକୁ ଗଲା। ଏମିତି ଇଏ ଗଲେ। କିଛି ଦିନ ଗତ କଲା। ପାପ ବୁଦ୍ଧି କ'ଣ କରିଛି, ଭିତରେ ଭିତରେ 2-4 ଦିନ ପରେ ତାକୁ ଖୋଳିକି ସେ ସୁନା ରୂପା ହୀରା ନୀଳା ମୋତି ଯାହା ଥିଲା ସବୁ ଘରକୁ ନେଇଯାଇଛି। ଏମିତି କିଛି ଦିନ ଗଲା। ଯିବା ଭିତରେ ଧର୍ମ ବୁଦ୍ଧିର କିଛି ଅସୁବିଧା ହେଲା ଚଳିବା ପାଇଁ। ମନରେ କହିଲା, ଭାବିଲା, ଯାଇକି କହିଲେ ପାପ ବୁଦ୍ଧିକି, କାଢ଼ିକି ଆଣିଲେ ମୁଁ କିଛି ଖର୍ଚ୍ଚ କରିବି, କ'ଣ ହେଲେ କରିବି। ଆଉ ଧର୍ମ ବୁଦ୍ଧି ମନେ ମନେ ଚିନ୍ତା କରୁଛି। ସେଠୁ କିଛି ମାନେ ତା ପରଦିନ ଧର୍ମ ବୁଦ୍ଧି କ'ଣ କଲା ନା, ସେଇଠୁ ପାପ ବୁଦ୍ଧି ପାଖକୁ ଗଲା। ପାପ ବୁଦ୍ଧି ଯାଇକି କହିଲା, ଭାଇ କ'ଣ କରିବା, ମୋର ଆଉ ଚଳିଆ ମାନେ ବହୁତ ଅସୁବିଧା ହେଲାଣି। ଆଉ ଯେଉଁ ପୋତିଥିଲେ ଜିନିଷ ସୁନା ରୂପା ହୀରା ନୀଳା ଯାହା ପଇସା ପତ୍ର ପୋତିଥିଲେ, ତାକୁ କାଢ଼ିକି ଆଣିଲେ ମୁଁ କିଛି ନା କ'ଣ ହେଲେ ଚଳିବି ଟିକେ। ଆଉ ପାପ ବୁଦ୍ଧି ହଁ ହଁ କାହିଁ ନ ଯିବା, ଆମେ ପୋତିଥିଲେ କେହି ଜାଣିନାହାନ୍ତି, ତୁ ଜାଣିଛୁ ଆଉ ମୁଁ ଜାଣିଛି। ଧର୍ମ ବୁଦ୍ଧି କହୁଛି ତୁ ଜାଣିଛୁ ମୁଁ ଜାଣିଛି। ସେଇଠୁ 2 ଜଣ ଯାକ ଆଇଲେ, ଆସିକି ମାଟି ଖୋଳିଲେ। ଆଉ ମାଟି ସେଇଠୁ ଖୋଳିଲେ। ଆଉ ମାଟି ଖୋଳି 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 ଧର୍ମ ବୁଦ୍ଧି ଜାଣିଛି କେତେ କାଠରେ ଆମ ସୁନା ହୀରା ନୀଳା ମୋତି ଯାହା ପୋତା ହେଇଛି, କିନ୍ତୁ ଧର୍ମ ବୁଦ୍ଧି ଜାଣିଛି, ପାପ ବୁଦ୍ଧି ଜାଣିଛି। ପାପ ବୁଦ୍ଧି ଜାଣିଛି ସିନା, ସେ ଖୋଳିକି ନେଇଯାଇଛି ଘରକୁ। ପାପ ବୁଦ୍ଧି ମନେ ମନେ ଭାବୁଛି, ଏ ଧର୍ମ ବୁଦ୍ଧି କେତେ ଖୋଳୁଛି ଖୋଳୁ, ମୋର ମୁଁ ତ ମୁଁ ନେଇଯାଇଛି। ସେଠି ଧର୍ମ ବୁଦ୍ଧି ଖୋଳି 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 ହାଲିଆ ହେଇଗଲା। ହାଲିଆ ଯେତେବେଳେ ହେଇଗଲା, 2 ଜଣ ଯାକ କହିଲେ, ପାପ ବୁଦ୍ଧି କହିଲା ତୁ ତ ଜାଣିଥିଲୁ, ଆଉ ତ କିଏ ଜାଣିନଥିଲେ। ଧର୍ମ ବୁଦ୍ଧି କହିଲା ତୁ ତ ଜାଣିଥିଲୁ, ଆଉ ତ କିଏ ଜାଣିନଥିଲେ। ଜିନିଷ ନଲା କିଏ? ଇଏ ପାପ ବୁଦ୍ଧି କହୁଛି ଧର୍ମ ବୁଦ୍ଧିକି ତୁ ନଲୁ, ଧର୍ମ ବୁଦ୍ଧି କହୁଛି ତୁ ନଲୁ। ଏମିତି ଆଙ୍କ ଭିତରେ ଯେତେବେଳେ କଜିଆ ଲାଗିଲା ଭିତରେ ଏଇ 2 ଜଣ ଯାକ ଗଲେ ଗାଁ ସରପଞ୍ଚ ପାଖକୁ। ସରପଞ୍ଚ ପାଖରେ ଯାଇକି ବସିଲେ, କିଛି ଲୋକ ବସିଲେ, ମିଟିଂ ମାଟିଂ ହେଲା। ମିଟିଂ ମାଟିଂ ହେଇକି ସେଠୁ ବସିଲେ। ଇଏ ପାପ ବୁଦ୍ଧି କହିଲା, ଆମେ 2 ଜଣ ଯାକ ପୋତିଥିଲୁ। ଧର୍ମ ବୁଦ୍ଧି କହିଲା, ହଁ ଆମେ 2 ଜଣ ଯାକ, ସିଏ ଥିଲା ସିଏ ଜାଣିଛି ମୁଁ ପୋତିବାଟା, ମୁଁ ଜାଣିଛି ସିଏ ପୋତିବାଟା, ଏକାଳେ ହେଇକି ଗାତ ଖୋଳିକି ସିଏ ହୀରା ନୀଳା ସୁନା ରୂପା ଯାହା ପଇସା ପତ୍ର ହିଁ ପୋତିଥିଲୁ ଆମେ। ଆଉ ଇଏ ପାପ ବୁଦ୍ଧି କହୁଛି ଧର୍ମ ବୁଦ୍ଧି ତାଡ଼ିକି ନେଇଯାଇଛି। ଧର୍ମ ବୁଦ୍ଧି କହୁଛି ମୁଁ ବିଲକୁଲ ସେଥିରେ ହାତ ମାରିନି,
ସବୁ ସରପଞ୍ଚ ବସିଛନ୍ତି, କିଛି ଲୋକ ବସିଛନ୍ତି, କଥାବାର୍ତ୍ତା ଏଇଭଳିଆ ଚାଲିଛି। ସେଇଠୁ ସରପଞ୍ଚ କହିଲା ଠିକ୍ ଅଛି, ସେଇ ବଟ ବୃକ୍ଷ ହିଁ କହିବ ସତ କଥା କିଏ ନେଇଛି। ସେଇଠୁ କଥାବାର୍ତ୍ତା ହେଲେ, ଯାହା ଯାହା ଘରକୁ ଯିଏ ଗଲେ। ତା ପରଦିନ ରାତି ହେଲା। ରାତି ହେଲା ପରେ ପାପ ବୁଦ୍ଧି ଚିନ୍ତା କଲା, କହିଲା ରେ ମୁଁ ତ ଆଣିଛି ହେରି, ଯଦି ଗଛ କହିଦେବ ମୋତେ ମୁଁ ଆଣିଛି ହେରି ବୋଲି, ବଡ଼ କକଳିଆ ପଡ଼ିଯିବି। ତା ପାପ ବୁଦ୍ଧି କ'ଣ କଲା, ତା ବାପାକୁ କହିଲା, ବାପା ତୁମେ ଗୋଟେ କାମ କର, ତୁମେ ଯେଉଁ ଆମ ଗାଁ ମୁଣ୍ଡ ବରଗଛ ତା କୋରଡ଼ ଭିତରେ ପଶିକି କହିବ ଧର୍ମ ବୁଦ୍ଧି ସବୁ ଜାଗା ଜିନିଷ ନେଇଯାଇଛି। ତୁମେ କହିବ ଧର୍ମ ବୁଦ୍ଧି ସବୁ ଜାଗା ମାଟି ଖୋଳିକି ଜିନିଷ ନେଇଯାଇଛି। ପାପ ବୁଦ୍ଧିର ବାପା ପାପ ବୁଦ୍ଧିର ବୋଲରେ ପଡ଼ିକି ଗଲା କୁଆଡ଼େ ନା ବରଗଛ କୋରଡ଼ ଭିତରେ ଯାଇକି ପଶିକି ରହିଲା। ଏଣେ ସରପଞ୍ଚ କିଛି ଭଦ୍ରଲୋକ ସବୁ ଗଲେ ସେ ଗାଁ ମୁଣ୍ଡ ବରଗଛ ମୂଳରେ ସବୁ ଦେଖେଇଲେ, କେଉଁଠି ପୋତିଥିଲେ, କେମିତି ପୋତା ହେଇଥିଲା, ସରପଞ୍ଚକୁ ସବୁ ଦେଖେଇଲେ। ଦେଖେଇଗଲା ପରେ ସିଏ ସରପଞ୍ଚ କହିଲା, ହଁ ଏ ବଟ ବୃକ୍ଷ ହିଁ କହିବ କଥା କିଏ ଚୋରି କରିକି ନେଇଛି। କିଛି ସମୟ ଗଲା ପରେ ଗୋଟାଏ ସାଉଣ୍ଡ ଆସିଲା ମାନେ ବଟ ବୃକ୍ଷ ଗଛରୁ, ବରଗଛରୁ, ହଁ ଏ ଜିନିଷ ଖୋଳିକି ଏ ଧର୍ମ ବୁଦ୍ଧି ନେଇଯାଇଛି। ଧର୍ମ ବୁଦ୍ଧି ଯେଉଁ ସିଏ ସବୁ ଜିନିଷ ତାଡ଼ିକି ନେଇଯାଇଛି। ସବୁ ଲୋକ ଆଶ୍ଚର୍ଯ୍ୟ, ଧର୍ମ ବୁଦ୍ଧି କଲାରେ କି କଥା, ମୁଁ ନ ନେଇକି ବଟ ବୃକ୍ଷ କହିଲାଣି ମୁଁ ନେଇଛି ବୋଲି। ହଉ ଠିକ୍ ଅଛି, ମୁଁ ଯଦି ନେଇଛି ହଉ। ସେ ଧର୍ମ ବୁଦ୍ଧି କହିଲା ହଉ କିଛି ଅସୁବିଧା ନାହିଁ। ଧର୍ମ ବୁଦ୍ଧି କ'ଣ କଲା, କିଛି ଅଳିଆ ମଳିଆ ଗୋଟେଇ, ପତ୍ର ଗୋଟେଇ ସେ ବଟ ବୃକ୍ଷ ଚାରିପଟ ଆଗରେ ନିଆଁଟା ଲଗେଇଲା। ଯେତେବେଳେ ନିଆଁଟା ଲଗେଇ ଦେଲା, ଗୋଟାଏ ଧାଁସ ଯୋଡ଼ାଏ ଧାଁସ ଯେତେବେଳେ ବାଜିଗଲା ସେ ବୁଢ଼ା ଦିହରେ, ପାପ ବୁଦ୍ଧିର ଯେଉଁ ବାପ ଦିହରେ ଯୋଡ଼ାଏ ଧାଁସ ବାଜିଗଲା। ବିକଳରେ ସେ କୋରଡ଼ରୁ ବାହାରିକି ମଲିଲେ ବୋପା କହିକି ଦୂରକୁ ଡେଇଁ ପଇଲା ତଳକୁ, ଗଛ ତଳକୁ। କହିଲା ନାଇଁ ଧର୍ମ ବୁଦ୍ଧି ନେଇନି ଖୋଳିକି, ମୋରି ପୁଅ ହିଁ ବାପ ବୁଦ୍ଧି ନେଇଛି, ସବୁ ସୁନା ରୂପା ଖୋଳିକି ନେଇଛି। ଆଉ ମୋତେ ବତେଇଲା, କହିଲା ବାପା ତମେ କାଲି ତ ଆମର ତ ମିଟିଂ ହେଇଛି, ଆଉ ଏମିତି ବଟ ବୃକ୍ଷ ଗଛ ବରଗଛ କହିବ କିଏ ନେଇଛି ବୋଲି, ଆଉ ମୋତେ ସେ ଭିତରୁ କହିଲା କୋରଡ଼ ଭିତରେ ଥାଇକି ତମେ କହିବ ଧର୍ମ ବୁଦ୍ଧି ନେଇଯାଇଛି ବୋଲି ମୋତେ ବତେଇଲା। ମୁଁ ତାରି ବୁଦ୍ଧିରେ ପଡ଼ିକି ଏ କଥା ଏ କୋରଡ଼ ଭିତରେ ଆସିକି କହିଲି ହଁ ଧର୍ମ ବୁଦ୍ଧି ନେଇଯାଇଛି ବୋଲି। ଧର୍ମ ବୁଦ୍ଧି ନେଇନି, ମୋରି ପୁଅ ପାପ ବୁଦ୍ଧି ସବୁ ଜିନିଷ ପତ୍ର ଯେତେ ଯାହା ଥିଲା ଖୋଳିକିରି ସବୁ ନେଇଛି, ଆଉ ଧର୍ମ ବୁଦ୍ଧି ନେଇନି, ମିଛ କଥା କହୁଛି ମୋ ପୁଅ ପାପ ବୁଦ୍ଧି। ମାନେ ବୁଢ଼ା କହିକି ଏତିକିରେ ଟଳି ପଇଲା ତଳକୁ, ମରି ତ ଗଲା ବୁଢ଼ା। ଆଉ ବୁଢ଼ା ମରିଗଲା ପରେ ଏ ପାପ ବୁଦ୍ଧି ଯେତିକି ନେଇଥିଲା, ସୁନା ରୂପା ହୀରା ନୀଳା ମୋତି ପଇସା ପତ୍ର ଯାହା ଥିଲା ସବୁ ନେଇଥିଲା, ଦୁଇ ଗୁଣା ଦେଲା। ସରପଞ୍ଚ ଗାଁ ଲୋକ ଫାଇନାଲ କଲେ ଧର୍ମ ବୁଦ୍ଧି କି ତୁ ଯେତିକି ନେଇଛୁ ତାର 2 ଗୁଣା ଦେବୁ ତୁ। ଧର୍ମ ବୁଦ୍ଧି ସେଇଠୁ 2 ଗୁଣା ଦେଲା। ପାପ ବୁଦ୍ଧି ସୁନା ରୂପା ନୀଳା ହୀରା ନୀଳା ମୋତି ଯାହା ନେଇଥିଲା ଦେଲା। ଆରେ ଧର୍ମରେ ସେ ଅଛି, ଧର୍ମର ଜୟ ପାପର କ୍ଷୟ। ପାପ ବୁଦ୍ଧି କଲା, 2 ଜଣ ଯାକ ପରିଶ୍ରମ କଲେ, ଯାଇକି ପରିଶ୍ରମ କରିକି ଅଧିକା ପରିଶ୍ରମ କିଏ କରିଛି, ଧର୍ମ ବୁଦ୍ଧି କରିଛି। ଧର୍ମ ବୁଦ୍ଧି ପାଖକୁ ବହୁତ ଲୋକ ଆସନ୍ତି, ବହୁତ ସେବା କରେଇ, ବୋପା ମାଆଙ୍କର ସେବା କରି, ବୋପା ମାଆଙ୍କୁ ମୁଣ୍ଡିଆ ମାରି, ମନ୍ଦିର ସେବା କରେଇ, ମନ୍ଦିର ପୂଜା କରି କେତେ କଥା କରୁଛି। ଇଏ ପାପ ବୁଦ୍ଧି ବୋପା ମାଆଙ୍କୁ ଖାଇବାକୁ ଦେବନି, ଯାହାଠୁ କ'ଣ ଗୋଟେ ଜିନିଷ ପତ୍ର ନେଲେ ତାକୁ ଦେବନି। ପାପ ବୁଦ୍ଧି ତ ପାପ ବୁଦ୍ଧି ଖାଲି। ଆଉ ଧର୍ମ ବୁଦ୍ଧିର ଧର୍ମର ଜୟ ହେଲା, ତେଣୁ ପାପ ବୁଦ୍ଧି ପାପରେ ହିଁ କ୍ଷୟ ହେଲା। ପାପ ବୁଦ୍ଧି କଲା ବୋଲି ହଇରାଣରେ ପଇଲା, ଯାହା ନେଇଥିଲା ଡବଲ କି ଦେଲା, ଚୋରି କଲା। ପାପ ବୁଦ୍ଧି ବହୁତ ଏକୁଟିଆ ଖାଇବ ବୋଲି ଚିନ୍ତା କଲା। ସେଇଭଳିଆ ଧର୍ମ ବୁଦ୍ଧି ଧର୍ମରେ ଗଲା ବୋଲି ତାର 2 ଗୁଣା ପଇସା ଦେଲା ପାପ ବୁଦ୍ଧି। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।